ଆଜିଠୁ 30 ଦିନ ପୂରା ହେବା ପରେ ତୁମେ ପୁଣି ଏହି ସେମ୍ ଭିଡିଓରେ ଆସି କମେଣ୍ଟ କରିବ, ଏହି ଭିଡିଓ ଦେଖିବା ମୋ ଜୀବନର ସବୁଠୁ ବେଷ୍ଟ ଡିସିଜନ ଥିଲା। କାରଣ ମୁଁ ଜାଣେ ଏହି ଟାଇମରେ ତୁମେ କେମିତି ଫିଲ୍ କରୁଛ। ତୁମର ବୁକ୍ସ ଓପନ ଅଛି କିନ୍ତୁ ମନ କମ୍ପ୍ଲିଟଲି ବନ୍ଦ। ସମ୍ପୂର୍ଣ୍ଣ ଧ୍ୟାନ ଫୋନ ଉପରେ ଅଛି। ଟାଇମ ଟେବୁଲ ତୁମେ ନିଶ୍ଚୟ ବନେଇଥିବ କିନ୍ତୁ ସେଟା ମାତ୍ର 2 ବିନା 3 ଦିନ ଠିକ ଭାବରେ ଫଲୋ ହୋଇନଥିବ। ଏବଂ ଏବେ ଏକ୍ଜାମ ସିଧା ତୁମ ସାମ୍ନାରେ ଦାଉଡ଼ି ରହିଛି। ଏବେ ତୁମକୁ ଡର ଲାଗୁଛି, ପ୍ରେସର ମଧ୍ୟ ଫିଲ୍ ହେଉଛି। କାରଣ ଏପର୍ଯ୍ୟନ୍ତ ତୁମେ ଯେତେ ଟାଇମ ୱେଷ୍ଟ କରିଛ ସେଥିପାଇଁ ଏଭଳି ଫିଲ୍ ହେବା ସ୍ୱାଭାବିକ। ଏବେ ଏହି ଟାଇମରେ ସବୁକିଛି ସଠିକ କରିବା ପାଇଁ ତୁମକୁ ନେବାକୁ ପଡ଼ିବ ତୁମ ଜୀବନର ସବୁଠୁ ବଡ଼ ଡିସିଜନ। କିମ୍ବା ଏଭଳି ହୋଇ ରୁହ ନାହିଁଲେ 30 ଦିନ ମଧ୍ୟରେ ନିଜକୁ ସମ୍ପୂର୍ଣ୍ଣ ଚେଞ୍ଜ କରିଦିଅ। ସୋ ହାଇ ଏଭ୍ରିୱାନ, ଏହା ମୁକୁଲ ଭରଦ୍ୱାଜ ଏବଂ ଆଜିର ଭିଡିଓ ସବୁ ଭିଡିଓ ଠାରୁ ଅଲଗା ହେବ। କାରଣ ଏହି ଭିଡିଓ ଭିତରେ ସବୁଠାରୁ ପ୍ରଥମେ ମୁଁ ତୁମକୁ ଦେବି ଆଟାକ୍ ମୋଡ ରୁଟିନ। ତାପରେ ଆସିବ 30 ଡେଜ୍ ଟ୍ରାନ୍ସଫର୍ମେସନ, ଯାହା ଭିତରେ ଯଦି ତୁମେ ଏହି 5ଟି ରୁଲ୍ସ ଫଲୋ କରିନେଲ, ମୁଁ ଗ୍ୟାରେଣ୍ଟି ଦେଉଛି 30 ଦିନ ମଧ୍ୟରେ ତୁମ ସମ୍ପୂର୍ଣ୍ଣ ଲାଇଫ ଚେଞ୍ଜ ହୋଇଯିବ, ଚାहे ତୁମେ ପୂର୍ବରୁ କେତେ ଟାଇମ ୱେଷ୍ଟ କରିଥାଏ। ଏବେ ସବୁଠାରୁ ପ୍ରଥମେ ତୁମକୁ ଦରକାର ଏକ ଷ୍ଟ୍ରଙ୍ଗ ରିଆଲିଟି ଚେକ୍। କାରଣ ତୁମକୁ ଲାଗୁଛି ମୋ ଠାରୁ ପଢା ହେଉନି, କିନ୍ତୁ ସତ କଥା କହିବି ତୁମେ ପଢିପାରୁନାହିଁ କାରଣ ତୁମ ଭିତରେ ନ ଡିସିପ୍ଲିନ ଅଛି, ନ କନସିଷ୍ଟେନ୍ସି। ଉପରୁ ତୁମେ ଓଭରଥିଙ୍କ କରୁଛ ଏବଂ ଡିଷ୍ଟ୍ରାକ୍ସନ୍ସ ତ ତୁମ ଜୀବନରେ ଭରି ଭରି। ତେବେ ଟାଇମ ଆସିବ କେଉଁଠୁ? କେମିତି ଷ୍ଟାର୍ଟ କରିବ? ସେଇ କ୍ଲାରିଟି ଆସିବ କେମିତି? ଏହି ସମସ୍ତ ପ୍ରୋବ୍ଲେମ ଓଭରକମ୍ କରିବା ପାଇଁ, ଡିସିପ୍ଲିନ ଓ କନସିଷ୍ଟେନ୍ସି ଇମ୍ପ୍ରୁଭ କରିବା ପାଇଁ ଏହି ଭିଡିଓ ତିଆରି ହୋଇଛି। ଏହାର ଭିତରେ ତୁମକୁ ମାତ୍ର 30 ଦିନ ପାଇଁ ଡିସଆପିୟର ହେବାକୁ ପଡ଼ିବ। ଡିସଆପିୟରର ଅର୍ଥ ଏହା ନୁହେଁ ଯେ ଦୁନିଆ ଛାଡ଼ିଦିଅ। ଏହାର ସିମ୍ପଲ ଅର୍ଥ ତୁମର ପୁରୁଣା ଆଇଡେଣ୍ଟିଟିକୁ ଚେଞ୍ଜ କର। ଏବଂ ଏହା ପାଇଁ ତୁମକୁ ମାତ୍ର ଏହି 5ଟି ରୁଲ୍ସ ଏକ୍ସିକ୍ୟୁଟ କରିବାକୁ ପଡ଼ିବ। ଏବଂ ଏହି ହେଉଛି ଏହି ଭିଡିଓର ଚ୍ୟାଲେଞ୍ଜ। ରୁଲ 1, ଜିରୋ ଡିଷ୍ଟ୍ରାକ୍ସନ୍ସ। ତୁମେ ଫୋକସ କରିପାର ଯେତେବେଳେ ଚଏସ୍ କମ୍ ଥାଏ। ଡିଷ୍ଟ୍ରାକ୍ସନ୍ସରେ ମଧ୍ୟ ସେହି ରୁଲ ଲାଗୁ। ସ୍କ୍ରୋଲିଂ, ରାତି ରାତି ଚାଟ୍ କରିବା, ଗେମିଂ, ଏସବୁ ଡିଷ୍ଟ୍ରାକ୍ସନ୍ସକୁ କଟ୍ ଅଫ୍ କର। ଆକ୍ସନ ପ୍ଲାନ୍, ଷ୍ଟଡି ଟାଇମରେ ଫୋନ ଅଲଗା ରୁମରେ। ଇନଷ୍ଟାଗ୍ରାମ, ଫେସବୁକ, ୟୁଟ୍ୟୁବ 30 ଦିନ ଲଗ୍ ଆଉଟ୍। ଷ୍ଟଡି ପାଇଁ ୟୁଟ୍ୟୁବ ଚାଲିବ, ସର୍ଟସ୍ ନୁହେଁ। ସବୁ ନୋଟିଫିକେସନ୍ସ ଅଫ୍। 8 PM ପରେ ଡିଜିଟାଲ ସନସେଟ୍। ଷ୍ଟଡି ଟେବୁଲ ଉପରେ ମାତ୍ର ବୁକ୍, ବଟଲ, ପେନ୍। ଏହା କଲେ ଓଭର ଥିଙ୍କିଂ କମିବ, ପ୍ରୋକ୍ରାଷ୍ଟିନେସନ କମିବ, କ୍ଲାରିଟି ଓ ସ୍ପିଡ ବଢିବ। ରୁଲ 2, ଫିକ୍ସଡ ରୁଟିନ ରିପିଟ ଡେଲି 30 ଦିନ ପାଇଁ। ଗୋଟେ ଫିକ୍ସଡ ରୁଟିନ ବନାଇ ରିପିଟ କର। ଆଟାକ୍ ମୋଡ ଅନ୍ କର। ସନରାଇଜ ପୂର୍ବରୁ ଉଠ। କୋଲ୍ଡ ୱାଟର ବାଥ୍। ବ୍ରିଦିଂ କଣ୍ଟ୍ରୋଲ। ଡିସ୍କମ୍ଫର୍ଟ ଟ୍ରେନିଂ। ଟାଇମ 3 ବ୍ଲକ୍ସରେ ଡିଭାଇଡ। 7 to 8 hours sleep. Rule 3. Paper first study rule. Book equals knowledge. Paper equals marks. प्रथमे previous year questions, तापरे topic, तापरे one shot lecture, तापरे sample paper. Rule 4. Revision pattern प्रति chapter परे 15 to 20 minutes revision. Rule 5. Night ritual. राति रे 3 questions लेख। आजी कौन कली, कौन हेलानी, काली कौन करीबी, यह डेली कर। जदि एते दिन पर्यंत वीडियो देखिछ तेबे कमेंट कर। 30 दिन परे पुणी कमेंट कर। डे 1 कंप्लीट, डे 2 कंप्लीट। 30 डेज पर्यंत वीडियो केमिति लागिला सेथि मध्य कह। स्क्रीन रे आउ वीडियो अछि, टाइम थिले देख। तेबे नेक्स्ट वीडियो रे मिलिबा। टिल देन, कीप लर्निंग, कीप स्टडीइंग, कीप स्माइलिंग।